ହଁ ଆଉ ସାର୍। ସ୍କୁଲରେ ତ ପଢା ହେଇଥିବ ନିଶ୍ଚିନ୍ତ ହେଲା। ପଢା ଦେଖ ହେଇଛି ଯେ ହୁଁ ପଢିନି ସ୍କୁଲରେ ସେ ଏଇଠି ବିଷୟ ପଢା ହେଲାନି। ଏଇଠି ତ ପଢା ହେଇଛି ଆମେ ଜଲଦି ଯାଇ ପହଞ୍ଚିବା ବ୍ୟସ୍ତ କାହିଁ ହଉଛୁ। ଆମେ ଖୁବ୍ ଶୀଘ୍ର ତାକୁ କାଟିକି ଆଗକୁ ପଳେଇବା ହେଲା। ଏଇଠି ତ ଓକେ ପଢା ସାର୍। ହେଇଛି। ମୁଁ କହିବା କଥା ତୁ ବୁଝିପାରୁଛୁ ନା ବୁଝିପାରୁନୁ ଯାହା ମୁଁ ପଢଉଛି। କ୍ଲିୟରଲି ବୁଝିପାରୁଛୁ ତ? କାଲି ଆକ୍ଚୁଆଲି ୟେସ୍ ସାର୍। କାହିଁକି ତତେ ପଚାରିଲି ଆକ୍ଚୁଆଲି ଗୋଟେ କାହିଁକି ଯୋଉ ଚାପ୍ଟର 10 ଇଂଲିଶ ମୁଁ ତାକୁ ପଢଉଥିଲି ସେ ଯୋଉ ସେ ଛୁଆଟାକୁ ସେ କଣ କଲା ଦିଶା। ହଁ ତା ନାଁ ଦେନା ନାଁ କା ନାଁ କଣ ନେନା କାର ଆକ୍ଚୁଆଲି ରେକର୍ଡେଡ଼ ଚାଲିଛି ନା। ଶୁଣ ତାକୁ ଯଦି ପଢଉଥିଲି ଗୋଟେ ଜିନିଷ ଆସିଲା ଲେଖା ହେଲା ଅଛି ଚାପ୍ଟର 10 ରେ ହେଲା ଇଂଲିଶ ହଲିସେଟର ୟେସ୍ ସାର୍। ହେଲା ଆଇ କୁଡ ହାଇଡ ମାଇସେଲ୍ଫ ହେଲା କି ନାଇଁ। ବୁଝିପାରିଲା ନାଇଁ ଏଇଟା ତ ମୁଁ ତମକୁ ଅଲରେଡି ଏମ୍ଫାଟିକ୍ ରିଫ୍ଲେକ୍ସନ ପ୍ରୋନାଉନ ପଢେଇଛି ପଢେଇଛି କି ନାହିଁ? ତ ୟେସ୍ ତାକୁ ସାର୍। ପଚାରିଲି ତ ସେ କହିପାରିଲାନି। ବୁଝିପାରିଲା ମୁଁ ଯୋଉ ଯୋଉ ଗ୍ରାମର ପଢେଇଥିବି ମନେ ରଖିଥା ଯୋଉଠି ସେଣ୍ଟେନ୍ସ ଦେଖିବି ତାକୁ ପଚାରିବି ମନେ ରଖ ଏତିକି ମନେ ରଖିଥିବୁ। ତେଣୁ ନୋଟ୍ସ ସବୁ ଅପଡେଟ ରଖୁଥିବ ତ ପାଠ ପଢାଟା ବି ଅପଡେଟ ରଖୁଥିବ। ତ ସିଏ ମତେ କହିପାରିଲାନି ସାର୍ ଠିକ୍ ସେ କହିଲେ ଭୁଲ କହିଲି? କହିପାରିଲାନି। ମୁଁ ପରୀକ୍ଷା କଲି ଦେଖିଆ ତୁ କହିପାରୁଛୁ ନା ତୁ ଦେଖ କହିପାରିଲୁ। ତ ସେଠି ଗାଳି ଶୁଣିଲା ଅଧିକା ଆଉ। ସେ କଣ କରେ ପଢିଲା ବେଳେ ତାର ବିଲକୁଲ କ୍ଲାସ କରିବନି ହେଲା ସେ ଅନ୍ୟ ଜିନିଷ ମୁଁ କରୁଥିବ ଖାଲି ସବୁ। ଜାଣିପାରିଲି ସାର୍। ହୁଁ ଇଏ କହିଥିଲା ଚିଙ୍କୁନ କହିଥିଲା। ପିଙ୍କୁନ ବି କହିଥିଲା ଚିଙ୍ଗୁ ହଁ ଯୋଉ ଅର୍ଚିତ କହିଥିଲା। ଆ ସେ ତୋର ବ୍ୟସ୍ତ ରହିଲା ସବୁବେଳେ ମୁଁ ତାକୁ ଦଉଥିବି ସ୍କୁଲ ପାଠ ଅନ୍ୟ ମୋ ପଢିଲା ବେଳେ ଅନ୍ୟ କଣ କରୁଥିବ। ବୁଝିପାରିଲ ନାଇଁ ସେଥିପାଇଁ ପଚାରିଲି ତତେ କାଲି। ମୋର ଠିକ ଥିଲା ନା ଭୁଲ ଥିଲା? ହଁ ଠିକ ଥିଲା ୟାର ଜିନିଷ ଯଦି ଥରେ ବୁଝିଥିବୁ ମାଇଣ୍ଡ ଫୁଲି ନିଶ୍ଚିନ୍ତ କହିପାରିବୁ ଠିକ କେହି ନଥିବ। ହେଲା କି ନାହିଁ ଏମ୍ଫାଟିକ୍ ରିଫ୍ଲେକ୍ସିଭ୍ କାହାକୁ କୁହନ୍ତି ସେଇଟା ଜାଣିଲେ ତୁ ବୁଝିଯିବୁ ସବୁ ଜିନିଷ। ସାର୍ ମୁଁ ବି ଜାଣିଥିଲି ଆଗରୁ କାରଣ ଆପଣ ସେତେବେଳେ ଟିଉସନ ଯାଆନ୍ତି ସନ୍ଧ୍ୟାବେଳେ ଆଗରୁ ବି ଜାଣିଥିଲି। ତୁ ଜାଣିଥିଲୁ ଆଚ୍ଛା ବଢିଆ କଥା ହଉ ମୁଁ ଭାବୁଥିଲି କି ସାର୍ ଆଉ ଆପଣ ପଚାରୁଥିବେ ପାଠ ହୁଁ ଆଉ ସେ କହିପାରୁନଥିବେ ସେ କହିଥିବେ କି ଆଉ ମାନେ ଯୋଉ ମାନେ ଆପଣ ପଢେଇ ନାହାନ୍ତି ସେଥିପାଇଁ ଆପଣ ଆମକୁ ଫୋନ କରିଛନ୍ତି। ସିଏ ଜାଣିଛି ମୁଁ ପଢେଇଛି ବୋଲି କିନ୍ତୁ ମୁଁ ଜାଣିଛି ସେ ପଢିଲା ବେଳେ ଡିଷ୍ଟର୍ବ ହୁଏ ବୋଲି ବୁଝିପାରୁଛ ନାଇଁ ମୁଁ ଜାଣିଛି ଭଲରେ। ତମକୁ ମୁଁ ପଚାରିକି ତାକୁ ପ୍ରୁଫ୍ ଟା ଦେଖେଇଲି ହେଲା ନା ନାଇଁ। ତୁ ଡିଷ୍ଟର୍ବ ହଉଛୁ ବୋଲି। ବାଡେଇଲେ ତ ସେ ବଦଳିବନି ଆଉ ଯିଏ ସିଏ ଯାହା ଆପଣଙ୍କ ପଢିଲା ଠାରୁ କେବେ ମାଡ ଖାଇନି? ଆଁ ସେ ଆପଣଙ୍କ ଠାରୁ କେବେ ମାଡ ଖାଇନି? ମାଡ ଖାଇବନି। ମୁଁ ଦି ସାର୍ ତିନି ମାଡ ଥର ବାଡେଇଛି ଖାଇନି ବେଶୀ ବାଡେଇନି 4 ମାସ ମାନେ ଭିତରେ ଦି କେତେ ତିନି ଥର ବାଡେଇଛି ଖାଇଛନ୍ତି? ତାକୁ। ବାଡେଇନି ଝିଅ ଛୁଆଟେ ନା ତାକୁ ବାଡେଇନି ଅତି ରାଗ ଚିଡିଲେ ବାଡେଇ କେତେବେଳେ। ତା ଭାଇଟା ପ୍ରବଳ ମାଡ ଖାଏ ତା ଗାଲୁଆଟା ସୁଧୁ। ମିଛ ସବୁବେଳେ ମତେ କହିବେ ମୁଁ ଯୋଉଟା ଏଲର୍ଜି। ମତେ ମିଛ କହିବ ମାନେ ମୋ ଦେହ ହାତ ଜଳିଯିବ। ପାଠରେ ମିଛ କହିଲେ ଆହୁରି ରାଗ ଲାଗିବ ହଁ ତାହେଲେ କଣ କହୁଛି ଟ୍ରାଙ୍ଗେଲକୁ ଆମେ ତାଙ୍କ ଆଙ୍ଗେଲ ଅନୁସାରେ ହେଲା ନା ତାଙ୍କ ସାଇଡ୍ ଅନୁସାରେ ଆମେ କେତେ ବାର ବ୍ୟକ୍ତ କରାଯାଇଛି ଟ୍ରାଙ୍ଗେଲକୁ? ଯୋଉ ହଉଛି ସାର୍ 3 ଭାଗରେ। କଣ କଣ? ସାର୍ ଗୋଟେ ମନେ ପକେଇବେ ମୁଁ ସବୁ କହିଦେବି। ଗୋଟେ ମନେ ପକେଇଲେ ସବୁ କହିଦେବୁ ୟେସ୍ ସାର୍। କଣ ତୁ କରୁଛୁ ଗୋଟେ ମିନିଟ୍ ରହିଲୁ ଟିକେ ମୁଁ ଦେଖେ। ଆରେ ମୋର ମନେ ପଡୁଛି ମତେ ଲାଗୁଛି ତୋର ଚାପ୍ଟର ଭାଇ ପଢେଇଥିଲି ନା କଣ ବେ? ପଢେଇନି ସାର୍ କଣ ଚାପ୍ଟର 5 କହିଲେ? ଚାପ୍ଟର 5 ତତେ ପଢେଇନି? ମୋର ଚାପ୍ଟର 5 ନୁହେଁ ଚାପ୍ଟର 4 ପଢେଇଥିଲେ ଆପଣ। ଚାପ୍ଟର 4 ରେ କଣ ଥିଲା କହିଲୁ? ଏଇଟା ତ ଚାପ୍ଟର 5 ନୁହେଁ। ଚାପ୍ଟର 5 ରେ ତାହେଲେ ମୁଁ କାହାକୁ ପଢେଇଛି ଓହୋ ବେସିକ୍ ଯେମୋଟିକାଲ ଆଇଡିଆ ପଢେଇଛି ତତେ ବହୁତ ଜିନିଷ ଜାଣିଛୁ କି ନାଇଁ ଆରେ ସେଇଥିରେ ବି ସବୁ ଜିନିଷ କହିଥିଲି ବେ ମନେ ପଡୁନି? ଆଁ ବେସିକ୍ ଯେମୋଟିକାଲ ଆଇଡିଆ ରେ ବହୁତ ସାର୍ ଜିନିଷ କହିଥିବି କୁହନ୍ତୁ। ତତେ। ଆଁ ସାର୍ ଲାଇନ୍ କଣ ଲାଇନ୍ ରେକ୍ଟାଙ୍ଗୁଲାର ସେଗମେଣ୍ଟ କଣ ଏଇ ସବୁ କହିନି ରେ କଣ ଆଉ କଣ କହିଥିଲି? ଇଏ
ହଁ ସାର୍ ଲାଇନ୍ କହିଥିଲେ, ଲାଇନ୍ ସେଗମେଣ୍ଟ କହିଥିଲେ, ରେ ହଁ କହିଥିଲେ, ଆଉ ରେକ୍ଟାଙ୍ଗୁଲାର କହିଥିଲେ, କ୍ୱାଡ୍ରିଲେଟରାଲ କହିଥିଲେ, ହଁ ଆଙ୍ଗେଲ ଟ୍ରାଙ୍ଗେଲ କହିଥିଲି। ଟ୍ରାଙ୍ଗେଲ କହିଥିଲେ। ଟ୍ରାଙ୍ଗେଲ କହିନଥିଲି ତ, ତିନିଟା ଭର୍ଟେକ୍ସ ଅଛି, ତିନିଟା ସାଇଡ୍ ଅଛି। ଇଏ ବିଷୟରେ ୟେସ୍ ୟେସ୍ ଟ୍ରାଙ୍ଗେଲ ଟାଇପ ବିଷୟରେ କହିନଥିଲି, ଇଣ୍ଟେରିୟର ଏକ୍ସଟେରିୟର କହିଥିଲି ନୁହେଁ କି? ହଁ ଟ୍ରାଙ୍ଗେଲ ୟେସ୍ ତିନିଟା ଆଙ୍ଗେଲ ଅଛି ଏକ୍ସଟର୍ନାଲ ସେ ବିଷୟରେ ବାହାରେ ପଟ କହିଥିଲି। ଆଚ୍ଛା ଟ୍ରାଙ୍ଗେଲ ଟାଇପ ବିଷୟରେ ୟେସ୍ ସାର୍ କହିନି, ହଁ ଠିକ ଅଛି। ଆଙ୍ଗେଲ କହିଥିଲି, ଆଙ୍ଗେଲ କେମିତି ଦିଟା ରେ ମିଶିଲେ ଆଙ୍ଗେଲ ହୁଏ ନୁହେଁ କି? ହୁଁ ୟେସ୍ ହୁଁ। ଆଉ ଏଟା ୟା ବିଷୟରେ କହିଥିଲି ନା, ତୁ ଖାତାରେ ସବୁ ଲେଖିଛୁ, ଆର୍କ ସେକ୍ଟର ସେଗମେଣ୍ଟ ବିଷୟରେ କହିଥିଲି ନା? ହଉ ହଉ ତ ନୋଟ୍ସ ପଠେଇଦେବି ଆଜିର। ପଠେଇ ସବୁ କପି ଲେଖିବୁ ୟାର, ଯେତିକି ପଢେଇଦେବୁ ସେତିକି ଯଦି ଦେଖିଦେବୁ ନା ବହୁତ ବୁଝିଯିବୁ ହେଲା। ବୁଝିପାରିଲ ନାହିଁ? ଆଚ୍ଛା ତ ଟ୍ରାଙ୍ଗେଲ ଆକ୍ଚୁଆଲି ଦେଖ। ସାର୍ ଆପଣଙ୍କ ବ୍ରେକ୍ ହଉଛି। ଭଏସ ବ୍ରେକ୍ ହଉଛି? ଆକ୍ଚୁଆଲି ମୁଁ ଏପର୍ଯ୍ୟନ୍ତ ମୋ ମେନ୍ ସିଷ୍ଟମରୁ ଇଣ୍ଟରନେଟ୍ ଲଗେଇନି ଆକ୍ଚୁଆଲି। ଚେଞ୍ଜ କରିଦେଉଛି। ଜିଓରେ ଲଗେଇ ଦେଇଛି। ଏଠି ତ ଆସିବୁ ପାଟି କରିବୁନି, ଜାଣିଛୁ ନା ନାହିଁ? ମାମୁନ ଦେଖୁଛୁ କୁଆଡେ ଯିବା ଏଠି? ଯୋଉ ପାଟି କରିବୁନି ତୋର କହିଛି ପା। ତ ଏଇଟା ଟ୍ରାଙ୍ଗେଲର ତିନିଟା ସାଇଡ୍ ଆକ୍ଚୁଆଲି ଓକେ। ତ ସାଇଡ୍ ଅନୁସାରେ ମନେକର ଏ ସାଇଡ୍ ର ଲେନ୍ଥ ଯେତେ, ଏଟା ମନେକର ଟ୍ରାଙ୍ଗେଲ ନା ହଉଛି ମନେକର ଏ ବି ସି। ଓକେ ତ ଏ ବି ସି ଟ୍ରାଙ୍ଗେଲର ଏ ତିନିଟା ଯାକ ସାଇଡ୍ ଏ ବି ର ଲେନ୍ଥ ଯେତେ, ତ ଏ ବି ଗୋଟେ ଲାଇନ୍ ସେଗମେଣ୍ଟ ହବ କି ନାହିଁ? ହବ କି ନାହିଁ? ମନେକର ତାର ଲେନ୍ଥ ମୁଁ କହିଲି ଏଠି 4 ସେଣ୍ଟିମିଟର, କେତେ 4 ସେଣ୍ଟିମିଟର। ଠିକ ସେମିତି କହିଲି, ମନେକର ଏ ସି ର ଲେନ୍ଥ ହଉଛି କେତେ ନା 5 ସେଣ୍ଟିମିଟର ହେଲା। ଏ ସି ଯୋଉ ଲାଇନ୍ ସେଗମେଣ୍ଟ ତାର ହଉଛି କେତେ ନା, ସେ ଯୋଉ ସାଇଡ୍ ର ତା ଲାଇନ୍ ସେଗମେଣ୍ଟ କିଏ? ଏ ସି ହଉଛି 5 ସେଣ୍ଟିମିଟର, ତା ହଉଛି ଲେନ୍ଥ। ବି ସି ହଉଛି 6 ସେଣ୍ଟିମିଟର, କେତେ 6 ସେଣ୍ଟିମିଟର। ତାହେଲେ ଏଠି ତିନିଟା ଯାକ ଯୋଉ ଲେନ୍ଥ ଅଛି ତାଙ୍କର ଇକ୍ୱାଲ କି କାହାର? ଅଛି କି? ଆରେ ଇକ୍ୱାଲ ଅଛି କି ଲେନ୍ଥ ତାଙ୍କର? ସାର୍ ଆପଣଙ୍କ ଭଏସ୍ ବ୍ରେକ୍ ହଉଛି। ମୁଁ କହୁଛି ଏ ତିନିଟା ଯାକ ସାଇଡ୍ ର ଲେନ୍ଥ ଇକ୍ୱାଲିଟି ଅଛି କି? ଭଏସ୍ ବ୍ରେକ୍ ହଉଛି ତଥାପି। ସେ ଟ୍ରାଙ୍ଗେଲ ର ତିନିଟା ଯାକ ସାଇଡ୍, ଏଇଟା ହଉଛି କଣ ନା ଏ ସାଇଡ୍ ର ଲେନ୍ଥ, ଏଇଟା ହଉଛି ଏ ସାଇଡ୍ ର ଲେନ୍ଥ 5 ସେମି, ଏ ସାଇଡ୍ ର ଲେନ୍ଥ ହଉଛି 6 ସେମି। ତାହେଲେ ଆଙ୍କର ଟିକେ ଲେନ୍ଥ କାର ଇକ୍ୱାଲ ଅଛି କି? ଇକ୍ୱାଲ ନାହିଁ। ଯଦି ତିନିଟା ଯାକ ସାଇଡ୍ ଅନଇକ୍ୱାଲ ଥିବ ହେଲା, ଯଦି ଲେନ୍ଥ ଅଫ୍ three sides of a triangle ଅନଇକ୍ୱାଲ ହୁଏ, ଅନଇକ୍ୱାଲ ମାନେ ବୁଝିପାରୁଛ ନା ସମାନ ହୁଏ, ତାହେଲେ ସେ ଟ୍ରାଙ୍ଗେଲକୁ ଆମେ କଣ କହିବା? କେଲେନ ଟ୍ରାଙ୍ଗେଲ କହିବା। କଣ କହିବା? କେଲେନ ଟ୍ରାଙ୍ଗେଲ। କି ଟ୍ରାଙ୍ଗେଲ କହିବା? ହ୍ୟାଲୋ ହ୍ୟାଲୋ। ୟେସ୍ ସାର୍। ଯୋଉ ଟ୍ରାଙ୍ଗେଲ ର ତିନିଟା ଯାକ ଲେନ୍ଥ ଯଦି ଅନଇକ୍ୱାଲ ହବ ତାକୁ ଆମେ କଣ କହିବା? ସ୍କେଲେନ ଟ୍ରାଙ୍ଗେଲ କହିବା। ସ୍କେଲେନ ଟ୍ରାଙ୍ଗେଲ ଆଉ ହଉଛି ତିନିଟା ଟ୍ରାଙ୍ଗେଲ ସ୍କେଲେନ ଟ୍ରାଙ୍ଗେଲ ଆଉ ଗୋଟେ ଏକୁଡୁ କୁଡୁ ହେଲା ଏଗୁଡୁ ଗୁଡୁ ହେଲା ନା ନାଇଁ ଶୁଣୁ ଏଇଟା ହଉଛି ଆଉ ଗୋଟେ ଟ୍ରାଙ୍ଗେଲ ଯୋଉଟା ହଉଛି ପି କ୍ୟୁ ଆର୍। କଣ? ପି କ୍ୟୁ ଆର୍ ଟ୍ରାଙ୍ଗେଲ ହେଲା ନା। ତ ଏଇଠି ପି କ୍ୟୁ ର ଲେନ୍ଥ ହଉଛି 5 ସେଣ୍ଟିମିଟର, ଆର୍ ବି 5 ସେଣ୍ଟିମିଟର, ଏ ବାହୁର ସାଇଡ ର ବି ଲେନ୍ଥ ହଉଛି 5 ସେଣ୍ଟିମିଟର। ମାନେ ପି କ୍ୟୁ ଯୋଉ ଲାଇନ ସେଗମେଣ୍ଟ ସାଇଡ ଅଛି ତା ଲେନ୍ଥ ଯେତେ କ୍ୟୁ ଆର ଲାଇନ୍ ସେଗମେଣ୍ଟର ସାଇଡ ସେତେ, ଠିକ ସେମିତି ପି ଆର ର ମଧ୍ୟ ଲେନ୍ଥ ସେତେ। କେତେ ସମସ୍ତଙ୍କର ଲେନ୍ଥ ନା 5 ସେଣ୍ଟିମିଟର। ସେ ପ୍ରକାର ଟ୍ରାଙ୍ଗେଲକୁ ଆମେ କଣ କୁହନ୍ତି? ଇକ୍ୱିଲାଟରାଲ ଟ୍ରାଙ୍ଗେଲ। କଣ କୁହନ୍ତି ଆମେ? ଇକ୍ୱିଲାଟରାଲ ବେ ଇକ୍ୱିଲାଟରାଲ। କୁହନ୍ତି ଇକ୍ୱିଲାଟରାଲ ଇକ୍ୱିଲାଟରାଲ ଟ୍ରାଙ୍ଗେଲ। ଟ୍ରାଙ୍ଗେଲ କାହାକୁ କୁହନ୍ତି? ଲେଖିବ ତ ଟ୍ରାଙ୍ଗେଲ whose three sides are equal। ବୁଝିହେଲାନି? ବୁଝିହେଲାନି? ହଁ ଏ ସବୁ ବୁଝିହେଲା ହଁ ନା?
देखो whose length of three sides ताको length equal, length of three sides are equal है ना, length बुझी पड़ला नहीं, ट्रायंगल इज इक्वल तो कोनते हमें इक्विलेटरल ट्रायंगल। आ गोटे ट्रायंगल अछि जरा मन करे इस ट्रायंगल होछि म कहली सेम कहली ए बी सी ट्रायंगल कहली ओके, तो एठी ए बी होछि 5 सेंटीमीटर कहली, ए सी भी कहली 5 सेंटीमीटर और बी सी कहली 2 सेंटीमीटर। তাহলে এইটি কোন না এ বি লাইন সেগমেন্ট এ বি সাইড যেতিকি তার লেন্থ তো ইজ ইকুয়াল টু এ সি র লেন্থ মতে সেতিকি, লেন্থ হচ্ছে 5 সেন্টিমিটার। তাহলে সে প্রকার সাইড କୁ ଆମେ কোন କହିବା, ସେ ପ୍ରକାର ଟ୍ରାଙ୍ଗେଲ କୁ কোন କହିବା ଆମେ, কোন କହିବା ଜାଣିନି। ସେଟା ଆଇସୋସେଲ ଟ୍ରାଙ୍ଗେଲ କଣ କୁହନ୍ତି ତାକୁ, ଆଇସୋସେଲ୍ସ। ଇକ୍ୱାଲେଟର ଆଇସୋସେଲ ଆଉ ସ୍କାଲେଣ୍ଡର ତ ସ୍କାଲିୟନ କୋଉ କୋଉ ସ୍କେଲିନ ହଁ ସମାନ ହେଲା। ତାପରେ ଆଇସୋସେଲ ଟାକୁ ଆମେ ଆଇସୋସେଲ ଟାକୁ ଆମେ ଇଂଲିଶ ଓଡିଆରେ କୁହନ୍ତି ସମଦ୍ୱିବାହୁ କୁହନ୍ତି କି ନାହିଁ। ଇକ୍ୱିଲେଟରାଲ ଟାକୁ କଣ କୁହନ୍ତି ସମବାହୁ କୁହନ୍ତି, କଣ କୁହନ୍ତି କଣ କୁହନ୍ତି ଇକ୍ୱିଲେଟର ସମବାହୁ ହେଲା କି ନାହିଁ। ଆଉ ଏଇଟା କଣ ଆଉ ସ୍କେଲେନ ଟାକୁ ମାନେ କଣ ମାନେ ବିଷମ ବାହୁ କୁହନ୍ତି ଓଡିଆରେ ଶୁଣିଥିବୁ, ବିଷମ ବାହୁ। ବିଷମ ବାହୁ ମାନେ କଣ, କାହାର ମାନେ ତାର ତିନିଟା ଯାକ ବାହୁ ଇକ୍ୱାଲ ନୁହଁ ସିମ୍ପଲ ହେଲା। ଓଡିଆଟା ମନେ ରଖିନା ଖାଲି ଏଇଗୁଡାକ ମନେ ରଖ, ତାର ଥ୍ରୀ ସାଇଡ୍ସ ଗୁଡା ଅନଇକ୍ୱାଲ, ଆର ଯୋଉ ଇକ୍ୱିଲେଟରାଲ ଟ୍ରାଙ୍ଗେଲ ର ଥ୍ରୀ ସାଇଡ୍ସ ହଉଛି ଇକ୍ୱାଲ, ଆଉ ଯୋଉ ଆଇସୋସେଲ ଟ୍ରାଙ୍ଗେଲ ରେ କଣ ଟୁ ସାଇଡ୍ସ ଆର୍ ଇକ୍ୱାଲ। ବୁଝିପାରିଲା ନାହିଁ, ବୁଝିଲାନି। ବୁଝିଲି। Two sides are of equal length simple ହେଲା। ଏଇଟା ହେଲା କଣ କହିଲି, ଏଇ ଯୋଉ ଟ୍ରାଙ୍ଗେଲ ର ଜାଣିଲେ ଆମେ ସାଇଡ ଅନୁସାରେ ଜାଣିଲେ, କେ ଅନୁସାରେ ଜାଣିଲେ ସାଇଡ ଅନୁସାରେ କି ନାଇଁ। ତ ସାଇଡ ଅନୁସାରେ ଟ୍ରାଙ୍ଗେଲ ତିନି ଭାଗରେ ବିଭକ୍ତ ହଉଛି, କଣ କଣ କହ କହିଲି କହ। ସାଇଡ ଅନୁସାରେ ସ୍କାଲେନ ଟ୍ରାଙ୍ଗେଲ, ଆକର୍ଡିଂ ଟୁ ସାଇଡ ହଁ ଗୋଟେ ହଉଛି ସ୍କାଲିୟନ, ସ୍କେଲିୟନ ଆଉ ଗୋଟେ ଆଇସୋସେଲ ଟ୍ରାଙ୍ଗେଲ, ଆଇସୋସେଲ, ତାପରେ ହଉଛି ଇକ୍ୱିଲେଟରାଲ। ଇକ୍ୱିଲେଟରାଲ ଟ୍ରାଙ୍ଗେଲ। ବୁଝିଲନି ନାହିଁ, ଆଚ୍ଛା। ତାପରେ ଆଉ ଗୋଟେ ଅଛି ଆଙ୍ଗେଲ ଅନୁସାରେ ଟ୍ରାଙ୍ଗେଲ ଅଛି, କା ଅନୁସାରେ ଆଙ୍ଗେଲ ଅନୁସାରେ ଗୋଟେ ଟ୍ରାଙ୍ଗେଲ ଟାଇପ୍ସ ଅଛି, କଣ କଣ ଅଛି କହିପାରିବୁ। ଆଙ୍ଗେଲ ଅନୁସାରେ ଟ୍ରାଙ୍ଗେଲ ଟାଇପ୍ସ ଅଫ ଟ୍ରାଙ୍ଗେଲ according to angle, ବୁଝିଲନି ନାହିଁ। କୋଣ ଅନୁସାରେ ଆଙ୍ଗେଲର ଟ୍ରାଙ୍ଗେଲର ଟାଇପ ଅଛି, କଣ କଣ କହିଲୁ ହୁଁ କହରେ ହୁଁ ଶୁଭୁନି। ଏ ସାର୍ କୁହନ୍ତୁ ସାର୍, ଯୋଉ ମୁଁ କହୁଥିଲି ବା କଣ କହିଲେ ନା ତୁ ଦିଶା ଭଳିଆ କଣ କରୁଛୁ କି ଗୋଟେ। ନୋ ସାର୍ ନୋ ନୋ ନୋ। ମାମା ନା ଓଡ଼ିଆ ମାନେ ଏଟା କଣ ଜାଣିଛୁ। ତାର କୋଣର ପରିମାଣ। ହଁ ମେଜର ମିନ୍ସ ପରିମାଣ, ଆଙ୍ଗେଲ ମିନ୍ସ କୋଣ, କୋଣର ପରିମାଣ ହେଲା କି ନାଇଁ, ଡିଗ୍ରୀ ପରିମାଣ ହେଲା। ମେଜର ଅଫ ଆଙ୍ଗେଲ ଯଦି 90 ଡିଗ୍ରୀରୁ କମ ଆସିବ, କଣ ଆସିବ ଲେସ୍ ଆସିବ ହେଲା। ଏକ୍ସାମ୍ପଲ 60 ଡିଗ୍ରୀ, 45 ଡିଗ୍ରୀ ବା 89 ଡିଗ୍ରୀ, କିଛି ବି ଡିଗ୍ରୀ 90 ଡିଗ୍ରୀ ଯୋଉଟା କମ ହବ 80 ଡିଗ୍ରୀ, 10 ଡିଗ୍ରୀ, ତ ସେ ପ୍ରକାର ଆଙ୍ଗେଲକୁ ଆମେ କୁହନ୍ତି ଆକ୍ୟୁଟ ଆଙ୍ଗେଲ। କଣ କୁହନ୍ତି ଆମେ, କଣ କୁହନ୍ତି ବେ। ତାର ଯୋଉ 60 ଡିଗ୍ରୀ 60 ଡିଗ୍ରୀ କଣ, ଏବେ ଯୋଉ ଆଙ୍ଗେଲ ର ପରିମାଣ 90 ଡିଗ୍ରୀରୁ ଲେସ୍
उदाहरण 60 45 89 ये सब 90 के लेस नहीं तो से एंगल को कुहते एक्यूट एंगल जानछन हे Acute. तो से Yes. जो Our ट्रायंगल straight तीनटा angle जाक is कोणर 90. परिमाण 90 डिग्री टू लेस हबो हला तो से ट्रायंगल को हम कहते एक्यूट एंगल ट्रायंगल लाइक नहीं तो ये जो कोणर परिमाण 90 डिग्री Acute टू लेस angle नहीं triangle. हां तले एटा को हम कहबा एक्यूट एंगल ट्रायंगल Yes. बुझि पाइल ना बुझि पाइलनी Yes, sir. अच्छा जो ट्रायंगल परिमाण ओके 90 डिग्री गोटे 90 डिग्री थी कौन थी 90 डिग्री थी 90 डिग्री को हमें कौन थी राइट एंगल कौन कौन थी Right angle. राइट एंगल बुझिपार 90 डिग्री को कौन थी राइट एंगल એટલે 90 डिग्री सहित जो त्रिभुज गोटे कोण 90 डिग्री थी ताको हमें कौन राइट एंगल ट्रायंगल कौन कौन थी बुझिपाइल ना Right angle triangle. Yes. राइट एंगल ट्रायंगल क्या कौन थी जो त्रिभुज गोटे कोण 90 डिग्री ओके तो 90 डिग्री को Yes, sir. मतलब एमती सर्ट लिखती एमती दीटा कार देवा एमती देवा ताले सेटा 90 डिग्री परिमाण यदि गोटे कोण 90 डिग्री हैला ताले सेटा को हम कहबा राइट एंगल ट्रायंगल बुझिपाइल ना बुझिपाइलनी हैला ना बुझिलेनी yes, sir. मन करे गोटे त्रिभुज अछि तार जो एंगल र परिमाण जे कोनोसी गोटे एंगल र परिमाण हैला मोर देन 90 डिग्री हो कोन हबो मोर देन 90 डिग्री Right. अच्छा मोर देन 90 डिग्री लेसर हम की ट्रायंगल कहबा से ट्रायंगल एक्चुअली मु ड्रा करजे हाथ रे हैला देखो मेजर ऑफ एंगल जदि हुए मेजर ऑफ एंगल मोर देन 90 डिग्री हो केते हबो मोर देन 90 डिग्री ताने मोर देन 90 डिग्री केते जीवो मतलब 91 डिग्री जीवो ओके 92 डिग्री जीवो ओके ताले 90 डिग्री टू 180 डिग्री जाए बुझिपारछ नहीं 4 डिग्री टू 90 Yes, डिग्री sir. टू 180 डिग्री जाए जहाँ भी जीवो ओके ताको हम कोन It has कहूचे straight angle. ऑब्ट्यूज एंगल Straight angle. ऑब्ट्यूज एंगल Obtuse angle. लेकिन सिंपल तक बोली Uh, এবং ऑब्ट्यूज straight angle. स्ट्रेट एंगल होच 180 डिग्री सिंपल तो यही जो ट्रायंगल ले कौन कहले? यही जो ट्रायंगल ले यही कोण परिमाण 90 डिग्री टू अधिक है कि नहीं बुझिपारछ नहीं Yes, sir. एटा मोर देन 90 डिग्री तो 90 डिग्री प्लस लिखुछु लेकिन नहीं तो ए प्रकार Yes. ट्रायंगल को हम की ट्रायंगल कहबा ना ऑब्ट्यूज एंगल ट्रायंगल की ट्रायंगल कहबा Obtuse angle triangle. ऑब्ट्यूज एंगल ट्रायंगल सिंपल बुझिपारला नहीं ना एनी डाउट डाउट अछि No, कि sir. आउरी भी एंगल अछि मन No. रखिता गोटे स्ट्रेट एंगल अछि कोई एंगल अछि ऐसा एंगल अछि एक्चुअली स्ट्रेट एंगल रिफ्लेक्स एंगल बुझिला ना ହେଲା ना Yes, sir. रिफ्लेक्स एंगल क्या कहबा तो कौन कहले? रिफ्लेक्स एंगल क्या कह जानछ रिफ्लेक्स एंगल ये सब मन पड़छ टिके टिके स्ट्रेट एंगल के देखल आसे स्ट्रेट एंगल स्ट्रेट एंगल सीधा करो हां अब ता मेजर टा केते स्ट्रेट एंगल 360 मेजर केते 180 360 डिग्री में डिग्री कोन स्ट्रेट एंगल लेकिन नहीं तखन आमे एंगल केमते क्रिएट हम जानिछिंती एटी गोटे पॉइंट अछि गोटे पॉइंट रु जदी दीटा रे जाइतिबो होला कि नहीं जाइछ तले एटी गोटे एंगल क्रिएट होछ तले दीटा रे जदी गोटे पॉइंट ऑफ इंटरसेक्शन थिबो से पॉइंट रे गोटे एंगल क्रिएट हुए ए कि नहीं जानिन यस सर हां तो जत्ते बेले दीटा रे पूरा ऑपोजिट डायरेक्शन रे जाइतिबे एपटे एम जाइतिबो गोटे एटा गोटे पॉइंट आ इयाडू एमती गोटे जाइतिबो ऑपोजिट डायरेक्शन रे তাহলে এই যে অ্যাঙ্গেলটা হুয়ে আমি এটাকে 180 ডিগ্রি কোনটি বা স্ট্রেট অ্যাঙ্গেল কোনটি ওকে তাহলে এই অ্যাঙ্গেলকে আমি লিখি পারি মনে করি এই এটা হচ্ছে পি কিউ রশ্মি এটা হচ্ছে পি আর রে তাহলে এই অ্যাঙ্গেলকে লিখি পারি আমি আর পি কিউ অ্যাঙ্গেল ইজ ইকুয়াল টু 180 ডিগ্রি ওকে তাহলে 180 ডিগ্রি আমি কোনটি স্ট্রেট অ্যাঙ্গেল বুঝিলা না ওকে আর গোটে হচ্ছে রিফ্লেক্স অ্যাঙ্গেল কি অ্যাঙ্গেল रिफ्लेक्शन রিফ্লেক্স অ্যাঙ্গেল কেউ কোনটি
रिफ्लेक्स एंगल क्या कहते रे? तो मोर देन 180 डिग्री थिबो कौन थिबो? ଜାଣିନି मोर देन 180 डिग्री ହେଲା କି ନାହିଁ? ବୁଝିପାରିଲେ ତାକୁ ଆମେ କୁହନ୍ତି ରିଫ୍ଲେକ୍ସ ଆଙ୍ଗେଲ ବୁଝିପାରିଲେ ନା? ହ୍ୟାଲୋ ହଁ ଇଏ ସେ ବୁଝିଲି ଯୋଉ ଆଙ୍ଗେଲର ମେଜରଟା ମୋର ଦେନ୍ 180 ଥିବ ତାକୁ ଆମେ କୁହନ୍ତି ରିଫ୍ଲେକ୍ସ ଆଙ୍ଗେଲ। ମନେକର ଇଏ ଗୋଟେ ରେ ଆଉ ଗୋଟେ ରେ ଏମିତି ଯାଇଛି ଇଏ ସାର୍ ସବୁ ହେଲା 70 ଡିଗ୍ରୀ ତ ଭିତରେ ତ ଥିବେ ତାହେଲେ ଏଇ ଯୋଉ ଆଙ୍ଗେଲଟା କ୍ରିଏଟ ହବ ଏଇଟାକୁ ଆମେ କହିବା ରିଫ୍ଲେକ୍ସ ଆଙ୍ଗେଲ ହେଲା ବୁଝିପାରିଲେ ନାହିଁ? ସିମ୍ପଲ। ଗୋଟେ ଲାଇନ ସେଗମେଣ୍ଟ କେମିତି ମେଜର କରିବୁ? ଲାଇନ୍ ସେଗମେଣ୍ଟ ସାର୍ ଗୋଟେ ସ୍କେଲ ଲାଇନ ଦ୍ୱାରା ସେଗମେଣ୍ଟ କେମିତି ମେଜର କରିବୁ? ମେଜରିଂ ଏ ଲାଇନ ସେଗମେଣ୍ଟ କେମିତି କରିବୁ? ସ୍କେଲ ଦ୍ୱାରା ବା ସ୍କେଲ ଦ୍ୱାରା ମେଜର କରିବୁ ନା ଯୋଉ କମ୍ପାସ ଡିଭାଇଡର ୟୁଜ କରନ୍ତି? କମ୍ପାସ ସରି ସାର୍ କମ୍ପାସ ଡିଭାଇଡର ବି ୟୁଜ କରନ୍ତି ୟୁଜିଂ କମ୍ପାସ ଡିଭାଇଡର। ତ ତୁ ଆଖିରେ ଦେଖିକି ଗୋଟେ ଲାଇନ ସେଗମେଣ୍ଟ କହିପାରିବୁ କୋଉଟା ବଡ ଛୋଟ? ଇଏ କହିପାରିବୁ? କହିଦେବି ଟିକେ 19 ସାର୍ ବିଶ ତ ଭୁଲ ହବାର ଚାନ୍ସ ଅଛି ନାହିଁ କି? ଅଛି ନାହିଁ? ନୋ ସାର୍ ଜମା ନାହିଁ ଜମା ଭୁଲ ହବନି ଆଖିରେ ଦେଖିକି ସବୁ କହିଦବୁ। ଗୋଟେ କାଠି ଦେଖେଇବି ତୁ ସାର୍ କହିଦବୁ ଆଖି ବୁଝି ଆଖି ଖାଲି ନ ସିମ୍ପଲି ଦେଖିକି କହିଦବୁ। କହିଲି ତମ ଘରଠୁ ତମ ଇଏ ତ ସାର୍ କହିଦବୁ ତାହେଲେ ତମ କବାଟଟା କେତେ ଉଚ୍ଚା କହିଲୁ? ତମ କବାଟର ହାଇଟ୍ ଟା କେତେ? କମ୍ପାସ ମେଜର କରିବୁ ପା କମ୍ପାସ ହାଇଟ୍ ଟା କେତେ କହିପାରିବୁ? ହଁ ସେ କହିପାରିବୁ? କହିବି ସାର୍ ମୋ ଠାରୁ 2 ହାତ ବଡ। ସେଇଟା ହଉଛି ମେଜର। ମେଜର ମାନେ ଲାଇନର ମେଜରଟା କୋଉଥିରେ କରନ୍ତି ଆମେ ଫିଟରେ କରନ୍ତି ନହେଲେ ମିଟରରେ କରନ୍ତି। ତ ସେଇଥିରେ ତାକୁ ନ ଦେଖିକି କହିଦବୁ ସେଥିପାଇଁ ଆମକୁ ମାପିବାକୁ ପଡେ। ସାର୍ ହଁ ସିମ୍ପଲ। ପାଠ ଇଏରେ ମୋ ପାଖରେ ଗୋଟେ ଏବେ ଟେପ ବାପାଙ୍କର ଅଛି। ୟେସ୍ ଆମର ତ ବୁଝେଇ ଦେଉଛୁ ହୁଁ। ତାହେଲେ କପଡ଼ା କହିଲୁ କଣ ଶିଖିଲୁ ମତେ କହ ତାହେଲେ ଏଠୁ? ଶିଖିଲେ ଟାଇପ୍ସ ଅଫ୍ ଯୋଉ କୋଣ ତାପରେ ଟାଇପ୍ସ ଅଫ୍ ବାହୁ ଆଉ କଣ ଶିଖିଲି? ହୁଁ ତାପରେ ତାହେଲେ କେମିତି ମେଜର ଯୋଉ କରାହବ ଟ୍ରାଙ୍ଗେଲ ଅଛି ହେଲା ଯୋଉ ଟ୍ରାଙ୍ଗେଲ ଅଛି ସେ ଟ୍ରାଙ୍ଗେଲର ହେଲା ସେ ଟ୍ରାଙ୍ଗେଲର ସାଇଡ ଅନୁସାରେ ଟ୍ରାଙ୍ଗେଲ କେତେ ପ୍ରକାର କହ? ଟ୍ରାଙ୍ଗେଲ ସାଇଡ ଅନୁସାରେ ଟ୍ରାଙ୍ଗେଲ କେତେ ପ୍ରକାର କଣ ଜାଣିଲୁ କହ? ସାଇଡ ହାଇଟ୍ ଅନୁସାରେ ଟ୍ରାଙ୍ଗେଲ କେତେ ଟ୍ରାଙ୍ଗେଲ ପ୍ରକାର? କେତେଟା? ସାଇଡ ଅନୁସାରେ 3 ପ୍ରକାର ଟ୍ରାଙ୍ଗେଲ କେତେ ପ୍ରକାର? 3 ପ୍ରକାର 3 ପ୍ରକାର ଗୋଟେ କହ କଣ କହ ସବୁ? ଶୁଭୁନି କହୁନୁ ଗୋଟେ କଣ? କହୁଛି ସାର୍ ଆଇସୋସେଲେସ୍ ଟ୍ରାଙ୍ଗେଲେ ଆଇସୋସେଲ ଆଉ ଗୋଟେ? ସ୍କେଲେନ ଟ୍ରାଙ୍ଗେଲେ ସ୍କେଲେନ ଆଉ ଗୋଟେ? ଇକ୍ୱିଲେଟରାଲ ଆଚ୍ଛା ଆଇସୋସେଲ ଟ୍ରାଙ୍ଗେଲେ କାହାକୁ କହିବା? ଆଇସୋସେଲ ଟ୍ରାଙ୍ଗେଲେ ହଉଛି ସାର୍ କହୁଛି ଯାହାର 2 ବାହୁ ସମାନ ନୁହଁ ଯାହାର ସବୁ ବାହୁ ସମାନ। ଟୁ ସାଇଡସ୍ ଆର୍ ଇକ୍ୱାଲ ଆଇସୋସେଲ କହିବା। 2 ବାହୁ ସମାନ କଣ ଟୁ ସାଇଡସ୍ ଆର୍ ଇକ୍ୱାଲ ସ୍କେଲେନ କାହାକୁ କହିବା? କାହାର କୋଉ ବାହୁଟା ବି ସମାନ ନଥିବ। ଲେଖିବା ଅଲ୍ ସାଇଡ୍ସ ଆର୍ ଅନଇକ୍ୱାଲ ଲେଖିବା କଣ ଲେଖିବା ଅଲ୍ ସାଇଡ୍ସ ଆର୍ ଅନଇକ୍ୱାଲ। ହେଲା ତାପରେ ଇକ୍ୱାଲିଟିକୁ କଣ କହିବା ଇକ୍ୱିଲେଟରାଲ ଇକ୍ୱାଲ। ଅଲ୍ ସାଇଡ୍ସ ଆର୍ ଇକ୍ୱାଲ ହେଲା କି ନାହିଁ? ୟେସ୍ ସାର୍। ଆଙ୍ଗେଲ ଅନୁସାରେ ଟ୍ରାଙ୍ଗେଲ କେତେ ପ୍ରକାର ଜାଣିଛୁ? ସାର୍ ଆଙ୍ଗେଲ ଆଙ୍ଗେଲ ଅନୁସାରେ ଟ୍ରାଙ୍ଗେଲ କେତେ ପ୍ରକାର? ଆକର୍ଡିଂ ଟୁ ଆଙ୍ଗେଲ କହୁଛି ସାର୍ ମନେ ପଡୁନି। ସ୍କ୍ରିନଶଟ ମାରୁନୁ କି? ସାର୍ ଗୋଟେ ତୁ ସବୁ ନୋଟ୍ସ ଲେଖିବିନି ଦେବି ତାକୁ ସବୁ ଲେଖିବୁ କପିରେ ହେଲା। ଡାଇଗ୍ରାମ ଫାଇଗ୍ରାମ କରି ଲେଖିବୁ ଆଜି ଚାପ୍ଟର 3 ର କମ୍ପ୍ଲିଟ ପଠେଇଦେବି ହେଲା। ୟେସ୍ ସାର୍ ଆଜି କରିଦେଇଛି ବା ଆଉ ଖାଲି ଗୋଟେ ଏକ୍ସରସାଇଜ ଅଛି। ହୁଁ କହ ତାହେଲେ ଆଙ୍ଗେଲ ଅନୁସାରେ ଟ୍ରାଙ୍ଗେଲ କେତେ ପ୍ରକାର? ଆରେ ଗୋଟେ ସାର୍ ହଉଛି କହିଦେବେ ମୁଁ କହିଦେବି। ଆକ୍ୟୁଟ ଆଙ୍ଗେଲ ସାର୍ ଟ୍ରାଙ୍ଗେଲ। ସାର୍ କହୁଛି ସାର୍ ରାଇଟ ରେକ୍ଟାଙ୍ଗେଲ
ଆକ୍ୟୁଟ ଆଙ୍ଗେଲ ଟ୍ରାଙ୍ଗେଲର ତା ମେଜର କେତେ? ମେଜର ହଉଛି 90 ଡିଗ୍ରୀ ରୁ 90 ଡିଗ୍ରୀ। 90 ଡିଗ୍ରୀ ବୁଝିପାରୁଛ ନାହିଁ? ଆଚ୍ଛା ହଉଛି ଆଉ ଅବଟ୍ୟୁଜ ଗୋଟେ କଣ? ଆଙ୍ଗେଲ। ଅପ୍ଟିଜ ଆଙ୍ଗେଲ। ଠିକ ଅଛି। ଅପ୍ଟିଜ ଆଙ୍ଗେଲର ମେଜର କେତେ? ଅବଟ୍ୟୁଜ ଆଙ୍ଗେଲ। ଅପ୍ଟିଜ ଆଙ୍ଗେଲର ମେଜର କେତେ? ଅବଟ୍ୟୁଜ ଆଙ୍ଗେଲ ହଉଛି ଲେସ୍ ଦେନ୍ 180। ତାପରେ କଣ ସେଟା ଲେଖିବ 90 ଡିଗ୍ରୀ ଟୁ କେତେ ରହିବ? 180 ଡିଗ୍ରୀ ଭିତରେ ରହିବ। ତାହେଲେ 92 ପ୍ଲସ୍ 182 ଲେସ୍, ଏଇଟା ହେଉଛି ଅପ୍ଟିଜ ଆଙ୍ଗେଲ। ବୁଝିପାରୁଛ ନା? ଏଇ ଯେ ଆଙ୍ଗେଲଟା ହେଉଛି ଅପ୍ଟିଜ। ଓକେ। ତାପରେ ଆଉ ଗୋଟେ ଆଙ୍ଗେଲ କଣ ସେଟା ନେକ୍ସଟ ହେଉଛି ଗୋଟେ ଆକ୍ୟୁଟ ଅପ୍ଟିଜ, ଆଉ ଗୋଟେ ରାଇଟ ଆଙ୍ଗେଲ ଟ୍ରାଙ୍ଗେଲ ନୁହେଁ କି? ତାହେଲେ ରାଇଟ ଆଙ୍ଗେଲ ଟ୍ରାଙ୍ଗେଲର ରାଇଟ୍ ଆଙ୍ଗେଲ ମେଜର କେତେ? ହଉଛି 90 ଡିଗ୍ରୀ। ସମାନ ନାହିଁ, ସବୁବେଳେ ସେ 90 ଡିଗ୍ରୀ ହବ। ଏତିକି Yes sir. ବୁଝିପାରିଲେ ନାହିଁ? Yes sir. ଓକେ। ରିଫ୍ଲେକ୍ସ ଆଙ୍ଗେଲ କାହାକୁ କୁହନ୍ତି? ରିଫ୍ଲେକ୍ସ ଆଙ୍ଗେଲ ହଉଛି 180 ଡିଗ୍ରୀରୁ ଅଧିକ। କୁହନ୍ତୁ ରିଫ୍ଲେକ୍ସ ଆଙ୍ଗେଲ କାହାକୁ କୁହନ୍ତି? 180 ଡିଗ୍ରୀରୁ କମ୍। ତ 180 ଡିଗ୍ରୀରୁ ଅଧିକ ରିଫ୍ଲେକ୍ସ ଯୋଉ ଆଙ୍ଗେଲ 360 ସରିଲେ ଡିଗ୍ରୀରୁ କମ୍ ତ 180 ଡିଗ୍ରୀ ଟୁ ପ୍ଲସ୍ 360 ଡିଗ୍ରୀ ଟୁ କମ୍। କୁହନ୍ତି ଏଇ ଯୋଉ ଆଙ୍ଗେଲକୁ ଆମେ କହିବା ରିଫ୍ଲେକ୍ସ ଆଙ୍ଗେଲ ମିନ୍ସ ଆର୍ ଏ ହେଲା, ତାକୁ ସର୍ଟରେ ଲେଖିଦେଲେ ରିଫ୍ଲେକ୍ସ ଆଙ୍ଗେଲ। ସ୍ଟ୍ରେଟ୍ ଆଙ୍ଗେଲ କାହାକୁ କହିବା? ସ୍ଟ୍ରେଟ୍ ଆଙ୍ଗେଲ ହଉଛି 180। 180 ଡିଗ୍ରୀ ସିମ୍ପଲ। ଯେମିତି ରାଇଟ୍ ଆଙ୍ଗେଲ ହେଉଛି 90 ଡିଗ୍ରୀ, ସ୍ଟ୍ରେଟ୍ ଆଙ୍ଗେଲ ହେଉଛି 180 ଡିଗ୍ରୀ ସିମ୍ପଲ। ବୁଝିପାରିଲେ ନାହିଁ? ତାହେଲେ ଆଙ୍ଗେଲ କେମିତି କ୍ରିଏଟ୍ ହୁଏ କହ? ଆଙ୍ଗେଲ କେମିତି କ୍ରିଏଟ୍ ହୁଏ? ଆଙ୍ଗେଲ କେମିତି କ୍ରିଏଟ୍ ହୁଏ? ଜାଣିନୁ? ତତେ କହିଥିଲି ଚାପ୍ଟର 4ରେ ଯେତେବେଳେ ଦିଟା ରେ ଇଏ ଗୋଟେ ରେ ଏଠି ବାହାରିଲା ଅଛି କି ନାହିଁ? ରେ ନା କଣ ମନେ କହୁଛି ଓପି, କଣ ଓପି ହେଲା ନା ନାହିଁ? ସେମ୍ ଓ ପଏଣ୍ଟରୁ ଆଉ ଗୋଟେ ରେ ବାହାର କଲି ଓ କ୍ୟୁ। ହେଲେ ଏଠି ଓ ପି ରେ ଆଉ ଓ କ୍ୟୁ ରେ ହେଲା ନା, ତାଙ୍କର ଯୋଉ କୋଉଟା କମନ ପଏଣ୍ଟ ଅଛି କହିଲୁ? ତ ଏ ଦିଟା ରେ ର କମନ ପଏଣ୍ଟ କଣ? ହଉଛି କମନ ପଏଣ୍ଟ ଓ ତାହେଲେ ଦିଟା ରେ ର ଯଦି ଗୋଟିଏ କମନ ପଏଣ୍ଟ ଥିବ ସେ ପଏଣ୍ଟରେ କଣ ଗୋଟେ ଆଙ୍ଗେଲ କ୍ରିଏଟ୍ ହୁଏ। ତାହେଲେ ଓ ପଏଣ୍ଟରେ ଗୋଟେ ଆଙ୍ଗେଲ କ୍ରିଏଟ୍ ହେଲା। ବୁଝିପାରିଲେ ନାହିଁ? ତାହେଲେ ଆଙ୍ଗେଲ କେମିତି କ୍ରିଏଟ୍ ହୁଏ? ଦିଟା ରେ ତ ଗୋଟେ କମନ ପଏଣ୍ଟ ଥିବ ଦିଟା। ସେ କମନ ପଏଣ୍ଟରେ ଆଙ୍ଗେଲ କ୍ରିଏଟ୍ ହୁଏ ହେଲା କି ନାହିଁ? ତ ସେ ଆଙ୍ଗେଲଟାକୁ କେମିତି ଲେଖନ୍ତି ନା ପି ପଏଣ୍ଟରୁ ଆରମ୍ଭ କରନ୍ତି, ପି ଓ କ୍ୟୁ ଆଙ୍ଗେଲ ଏମିତି ଲେଖିପାରିବା। ତାହେଲେ ସେଟାକୁ ଆମେ କ୍ୟୁ ଓ ପି ବି ଲେଖିପାରିବା ହେଲା। ଯୋଉଟା କମନ ପଏଣ୍ଟ ଥିବ ସେଇଟାକୁ ଆମେ ସବୁବେଳେ ମଝିରେ ରଖିବା। ଏଠି ଓଟା କମନ ପଏଣ୍ଟ ଅଛି, ଓଟାକୁ ଆମେ ମଝିରେ ରଖିଲେ। ବୁଝିଲେ ନା ନାହିଁ? ୟେସ୍ ସାର୍। ଆଚ୍ଛା। ଲାଇନ୍ ସେଗମେଣ୍ଟ କାହାକୁ କୁହନ୍ତି? ଲାଇନ୍ ସେଗମେଣ୍ଟ ସିଧା କର। ଲାଇନ୍ ସେଗମେଣ୍ଟ ସିଧା ବାଡ଼େଇ ଦେଇକି ମୁଣ୍ଡଟାକୁ ଫଟେଇ ଦେବି ଜାଣିଛ ନାହିଁ? ଏଇଟା ହେଉଛି ଆଙ୍ଗେଲ। ଲାଇନ୍ ସେଗମେଣ୍ଟ କାହାକୁ କୁହନ୍ତି? କହିଥିଲି ସବୁ ପ୍ରିଭିୟସ୍ କ୍ଲାସ୍, ଭୁଲିଗଲୁଣି ବହୁତ ଦିନ ହେଲାଣି ଆକ୍ଚୁଆଲି। ମନେ ଅଛି। ଦିଟା ପଏଣ୍ଟ ଏଠି ଏ ଆଉ ବି ଦିଟା ପଏଣ୍ଟ। ଦିଟା ପଏଣ୍ଟ ଭିତରେ ଯୋଉ ସର୍ଟେଷ୍ଟ ଡିଷ୍ଟାନ୍ସକୁ ଆମେ କୁହନ୍ତି ଲାଇନ୍ ସେଗମେଣ୍ଟ। ବୁଝିପାରୁଛ ନାହିଁ? ତାକୁ କୁହନ୍ତି ଦ ସର୍ଟେଷ୍ଟ ଡିଷ୍ଟାନ୍ସ ବିଟୱିନ୍ ଟୁ ପଏଣ୍ଟସ୍। ବୁଝିଲେ ନା ନାହିଁ? ୟେସ୍ ସାର୍। ସର୍ଟେଷ୍ଟ ମାନେ କଣ? ସବୁଠୁ କମ୍। ସର୍ଟେଷ୍ଟ ମାନେ କଣ? ସବୁଠାରୁ କମ୍। ବୁଝିପାରିଲେ ନାହିଁ? ତାହେଲେ ଦିଟା ପଏଣ୍ଟ ଭିତରେ ଯୋଉଠି ସବୁଠାରୁ କମ୍ ଡିଷ୍ଟାନ୍ସକୁ ଆମେ କୁହନ୍ତି ଲାଇନ୍ ସେଗମେଣ୍ଟ। ତାହେଲେ ଏ ବି ଲାଇନ୍ ସେଗମେଣ୍ଟ। ଆଉ ଲେଖନ୍ତି କେମିତି? ନା ଏ ବି ଲେଖିବା ତା ଉପରେ ଗାର ଦେବା। ଏଇଟା କହିବା ଆମେ ଏଟାକୁ ପଢ଼ିବା ଆମେ ଏ ବି ଲାଇନ୍ ସେଗମେଣ୍ଟ। ଏମିତି ପଢ଼ିବା। ବୁଝିପାରିଲେ ନା ନାହିଁ? ୟେସ୍ ସାର୍। ଆଚ୍ଛା ଏଇଟା ହେଉଛି ଲାଇନ୍ ସେଗମେଣ୍ଟ ଆକ୍ଚୁଆଲି ହେଲା। ମୁଁ ଲାଇନ୍ ଲେଖିଦେଇଛି। ଲାଇନ୍ ସେଗମେଣ୍ଟ। ବର୍ତ୍ତମାନ ପ୍ରିଭିୟସ୍ ପାର୍ଟରେ ଆଲୋଚନା କରୁଛି ଆକ୍ଚୁଆଲି। ଓକେ ଡିସ୍କସନ୍ କରୁଛି। ଲାଇନ୍ ତାହେଲେ କାହାକୁ କହିବା? ଲାଇନ୍ କାହାକୁ କହିବା? ଲାଇନ୍ ହଉଛି ଗୋଟେ ପଏଣ୍ଟରୁ ଆରମ୍ଭ ହେଇଥିବ ସେପଟେ ମାନେ ସାର୍ ଦିଟା ପଟେ ରେ ଯୋଉ ଚିହ୍ନ ଏମିତି ଗୋଟେ ଦିଆ ହୁଏ ସେମିତି ଦି ହଁ ପଟେ ଦିଆ ହେଇଥିବ। ଯେତେବେଳେ ଗୋଟେ ମନେକର ଆମେ ଲାଇନ୍ ସେଗମେଣ୍ଟ ଜାଣିଲେ କାହାକୁ?
ଦୁଇଟା ପଏଣ୍ଟ ଭିତରେ ସର୍ଟେଷ୍ଟ ଡିଷ୍ଟାନ୍ସକୁ ଆମେ ଲାଇନ୍ ସେଗମେଣ୍ଟ କୁହନ୍ତି, ହେଲା କି ନାହିଁ? ଏଇଟା ଏ ପଏଣ୍ଟ, ଏଇଟା ବି ପଏଣ୍ଟ, ହେଲା। ମନେକର ଏଠି ଗୋଟେ ଲାଇନ୍ ସେଗମେଣ୍ଟକୁ ଆମେ ଯଦି ବୋଥ୍ ଡିରେକ୍ସନରେ ଇନଫାଇନାଇଟ୍ ପର୍ଯ୍ୟନ୍ତ ସ୍ପ୍ରେଡ୍ କରିବା, ଏକ୍ସଟେଣ୍ଡ କରିବା, ହେଲା, ବି ଡିରେକ୍ସନରେ ଏକ୍ସଟେଣ୍ଡ କଲେ ଇନଫାଇନାଇଟ୍ ଯାଏ, ଏଠି ଏପଟରେ ଏ ଡିରେକ୍ସନରେ ଏକ୍ସଟେଣ୍ଡ କଲେ ଇନଫାଇନାଇଟ୍ ଯାଏ, ତାହେଲେ ଏ ବି ଗୋଟେ କ'ଣ ହେଇଯିବ? ଲାଇନ୍ ହେଇଯିବ। ଏଟାକୁ ଆମେ କ'ଣ ଲେଖନ୍ତି? ଏମିତି ଲେଖନ୍ତି, ଏ ବି ଲାଇନ୍, ତା ଉପରେ ଏମିତି ଲେଖନ୍ତି, ବୁଝିପାରିଲେ ନା ନାହିଁ? ତାକୁ ପଢ଼ନ୍ତି କ'ଣ ଆମେ? ନା ଏ ବି ତାକୁ ଲାଇନ୍ ପଢ଼ନ୍ତି, ହେଲା, ଏଇ ସିମ୍ବଲ ଥିଲେ। ଲାଇନ୍ ସେଗମେଣ୍ଟ, ଲାଇନ୍ ତାହେଲେ କାହାକୁ କହିବା? when a line segments, when a line segment, ତାହେଲେ ଯେତେବେଳେ ଗୋଟେ ଲାଇନ୍ ସେଗମେଣ୍ଟକୁ is extended ମାନେ ବୁଝିପାରୁଛନ୍ତି କ'ଣ? ତାକୁ ଆମେ ଏଇଠୁ ଟାଣିକି ଲମ୍ବେଇଲେ, ଯେ extended in both direction, in both the direction, then it is called a line, ବୁଝିପାରିଲେ ନା? ତାହେଲେ ଗୋଟେ ଲାଇନ୍ ସେଗମେଣ୍ଟକୁ ଆମେ ଯଦି ଉଭୟ ଏ ଆଉ ଡିରେକ୍ସନରେ ଆମେ ତାକୁ ଏକ୍ସଟେଣ୍ଡ କରିବା ବା ଲମ୍ବେଇବା, ତାହେଲେ ସେଇଟାକୁ ଆମେ ଲାଇନ୍ କହିବା, ସିମ୍ପଲ, ବୁଝିଲା ନା? ତାହେଲେ ଗୋଟେ ଲାଇନ୍ ସେଗମେଣ୍ଟରେ କେତେ ପଏଣ୍ଟ ଅଛି? ହଁ, how many number of points, how many number of points on a line, two points on a sir, line line segment, segment ଲାଇନ୍ ହଉ କିମ୍ବା ଲାଇନ୍ ସେଗମେଣ୍ଟ ହଉ, କେତେ ପଏଣ୍ଟ ଅଛି? ଲାଇନ୍ ର ଅଛି ଯୋଉ 0, ସରି ଲାଇନ୍ ର ଅଛି 0 ମାନେ ଜମା ନାହିଁ, ଲାଇନ୍ ସେଗମେଣ୍ଟ ର ଅଛି 2ଟା। ତ ମୁଣ୍ଡ ପଡୁ, ଇନଫାନାଇଟ୍ ନମ୍ବର ଅଫ ଅନଲିମିଟେଡ ନମ୍ବର ଅଫ ପଏଣ୍ଟସ୍ ଅଛି, କ'ଣ ଅଛି? ଅନଲିମିଟେଡ ବା ଇନଫାନାଇଟ୍ ମାନେ ଅସଂଖ୍ୟ ଯୋଉ କୁହନ୍ତି, ଅଛି ଅସଂଖ୍ୟ ଯୋଉଟା କୁହନ୍ତି, ଗଣି ପାରିବାନି, ବୁଝିପାରିଲେ ନାହିଁ? ନମ୍ବର ଅଫ କ'ଣ ଅଛି? ପଏଣ୍ଟସ୍ ଅଛି, ବୁଝିପାରିଲୁ? Yes. କାହିଁକିନା ନମ୍ବର ଅଫ ଅନଲିମିଟେଡ ନମ୍ବର ଅଫ ପଏଣ୍ଟସ୍ ମିଶିଲେ ଯାଇ ଗୋଟେ ଲାଇନ୍ ସେଗମେଣ୍ଟ ହଉଛି କି ଲାଇନ୍ ହଉଛି। ତୁ ଭାବିନୁ 2ଟା ପଏଣ୍ଟ ଅଛି, ଅନେକ ପଏଣ୍ଟ ଉପରେ ଅଛି, ଏଠି ଉପରେ ଅନେକ ପଏଣ୍ଟ ଅଛି, ହେଲା। ଗୋଟେ ଲାଇନ୍ କିମ୍ବା ଗୋଟେ ଲାଇନ୍ ସେଗମେଣ୍ଟ ଉପରେ ଅନଲିମିଟେଡ ବା କହିବୁ ଇନଫାନାଇଟ୍, କହିବୁ ଅନଲିମିଟେଡ କ'ଣ ନା ଇନଫାନାଇଟ୍, କହିବୁ ଇନଫାନାଇଟ୍ ନମ୍ବର ଅଫ ପଏଣ୍ଟସ୍ ଅଛି, ବୁଝିଲା ନା? Yes, sir. ଠିକ ଅଛି, ଆଜି ଏତିକି ଥାଉ। Okay, sir. ଓକେ, ହେଲା, ଦିଟାଙ୍କ କ୍ଲାସର ରେକର୍ଡ ଲିଙ୍କ ପଠେଇଦେବି। Okay, sir.